ଅଦଳ ବଦଳ କରିବା ପାଇଁ ଯାହାଙ୍କର ଅଧିକାର ଅଛି ସେ ଅଧିକାରଟି ସେ ଦିଲ୍ଲୀରେ ବନ୍ଧା ପକାଇ ଦେଇକରି ଆସିଛନ୍ତି। ତେଣୁ ବର୍ତ୍ତମାନ ନିତ୍ୟାନନ୍ଦ ଗୌଡ଼ଙ୍କର ଯେଉଁ ଇସ୍ତଫା ଦାବି କରାହେଉଛି ଏକଦମ ଜରୁରୀ, ଜେନୁଇନ୍ ଦାବି। ହେଲେ ଯାହାଙ୍କୁ ଆପଣ ଦାବି ଜଣାଇବେ ସେ ମନ୍ତ୍ରୀଙ୍କୁ ବିଦା କରିବାର ଅଧିକାର ତାଙ୍କ ପାଖରେ ନାହିଁ। ଏ ନିଷ୍ପତ୍ତି ମଧ୍ୟ ଦିଲ୍ଲୀରୁ ନରେନ୍ଦ୍ର ମୋଦି ଅମିତ ଶାହା ନେବେ। ତେଣୁ ଦାବିଟା ନବୀନ ବାବୁ ଏଠି ନ କରିକିରି ଦିଲ୍ଲୀରେ କଲେ ବେଟର ହେବ। କିନ୍ତୁ ନିତ୍ୟାନନ୍ଦ ଗୌଡ଼ଙ୍କର ସମ୍ପର୍କରେ ଆଜି କହିବା ଅପେକ୍ଷା ବିରୋଧୀ ଦଳ ନେତା ଏକଥା 2 ମାସ ତଳୁ ଏ ଦାବି କରିବା ଉଚିତ ଥିଲା। ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହୁଛନ୍ତି, କାରଣ ଧର୍ମେନ୍ଦ୍ର ବାବୁଙ୍କର ଇସ୍ତଫା ପରେ ଯାଇକରି ଆପଣମାନଙ୍କର ଚେତା ପଶିଲା ଯେ ଏ ଦାବି କରାଯାଇପାରେ। କାରଣ ଏ ଯେଉଁ ପୁରା ଶୃଙ୍ଖଳା, ନୂତନ ଶିକ୍ଷାନୀତି, ନୂତନ ପାଠ୍ୟକ୍ରମ ଏବଂ ନୂତନ ପାଠ୍ୟକ୍ରମରେ ଯେଉଁ ତ୍ରୁଟି, এইটা ହେଉଛି ଗୋଟିଏ ଶୃଙ୍ଖଳାର ସବୁଯାକ ଯୋଡ଼ି ହେଇକରି ଅଛନ୍ତି। ଏବଂ ଯେଉଁ ଚାଲିଛି ନା ପ୍ରଚାର ଯେ ଧର୍ମେନ୍ଦ୍ର ବାବୁ ନୂତନ ଶିକ୍ଷାନୀତିର ପ୍ରଚାର କଲେ, ନୂତନ ଶିକ୍ଷାନୀତି ଯଦି ଦେଖିବାକୁ ଚାହୁଁଛନ୍ତି ଆମର ପାଠ୍ୟ ବହି ଦେଖନ୍ତୁ। এইটা ହେଉଛି ଅସଲ ନୂତନ ଶିକ୍ଷାନୀତି। ନୂତନ ଶିକ୍ଷାନୀତିର ଦର୍ପଣ ଏଇଟା। ଧର୍ମେନ୍ଦ୍ର ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ି ନାହାନ୍ତି, ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇକରି ଯାଇଛନ୍ତି। ଏବଂ ସେକୁ ସଜାଡ଼ିବା ପାଇଁ କେତେ ବର୍ଷ ଲାଗିବ, ନନ୍ଦନ ନିଲେକାନିଙ୍କୁ ନେଇକରି ଯେଉଁ କାଲି କରାହେଇଛି କମିଟି, ସେ କମିଟିକୁ ବହୁତ ଦିନ ଲାଗିବ ଏ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ। କାରଣ ଇନଫୋସିସ୍ ଭଳିଆ ସିଷ୍ଟମ୍ ଥାଇକରି ଆପଣ କାହିଁକି ଗୋଟେ ଅନାମଧେୟ କମ୍ପାନୀକୁ ଦେଇଥିଲେ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ? ଯେ ଯେଉଁମାନଙ୍କର କ୍ରେଡ଼ିବିଲିଟି ଅଛି, ଯେଉଁମାନଙ୍କର ମାନେ ଏକ୍ସପେରିଏନ୍ସ ଅଛି, ସେମାନଙ୍କୁ ନେଇକରି ଆପଣ କାମ କରୁନାହାନ୍ତି। ଆପଣ କେଉଁମାନଙ୍କୁ ନେଇକରି କାମ କରୁଛନ୍ତି? ନାଇଁ, ଯିଏ ଆପଣଙ୍କ ରାଜନୈତିକ ବିଚାର ସହିତ ସହମତ ହେବ, ଯିଏ ଆପଣଙ୍କର ପଲିଟିକାଲ କ୍ୟାମ୍ପେନିଂକୁ ଫଣ୍ଡିଂ କରିବ, ସେଇକୁ ନେଇକରି କାମ କଲେ ଏଇଆ ହେବ। ଏବଂ ଓଡ଼ିଶାରେ ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମର ପିଲାଙ୍କର ଭବିଷ୍ୟତ ସହିତ ଖେଳ ହେଲା ଏଇଟା। ଆଜ୍ଞା, ପାଠ୍ୟପୁସ୍ତକ ତ୍ରୁଟି ଗୋଟେ ସାଧାରଣ କଥା ନୁହଁ, କିନ୍ତୁ ଓଡ଼ିଶାର ଛାତ୍ର ସଂଗଠନ, ଓଡ଼ିଶାର ରାଜନୈତିକ ଦଳ ଯେଉଁଭଳି ଭାବରେ ୟାକୁ ନେଇକରି ପ୍ରଶ୍ନ ଉଠାଇବା କଥା ଉଠାଇଲେ ନାହିଁ। ଏବଂ ମନୋଜ ପାଢ଼ୀ ଜଣେ ଲୋକଙ୍କୁ ନେଇକରି ଆପଣ ଜେଲରେ ପୁରେଇ ଦେଲେ। ବାକି ସମସ୍ତେ ବର୍ତ୍ତମାନ ଯାଇକରି ଆଣ୍ଟିସିପେଟରୀ ବିଲ୍ ଆଣିଲେ, କାରଣ ତାପରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନାହିଁ। ଆପଣ ପୁଲିସର ବି ଆପଣ ଦେଖନ୍ତୁ, ସରକାରର ଏଠି ଆପଣ ଦୃଷ୍ଟିକୋଣ ଦେଖନ୍ତୁ, ଜଣେ ଲୋକକୁ ନେଇକରି ଆପଣ ପୁରେଇ ଦେଲେ ସତେ ଯେମିତି ସେ ଗୋଟେ ଲୋକ ସବୁ ଯାକ ବହି ଲେଖିଛି। ତାପରେ ବାକି ସମସ୍ତଙ୍କୁ ଆଇନର ବାଟ ଛାଡ଼ିଦେଲେ ଯେ ଯାହାର ସୁଯୋଗ ତିଆରି କର। ଏବଂ ଯେଉଁ ପ୍ରିଣ୍ଟର ମାନେ ଥିଲେ ସେଇ ପ୍ରିଣ୍ଟର ମାନଙ୍କୁ, ଓଡ଼ିଆ ପ୍ରିଣ୍ଟର ମାନେ, ତାଙ୍କୁ ଆପଣ କହିଲେ ଯେ ତାଙ୍କର ଘର ଉପରେ ଥରେ କ'ଣ ରେଡ୍ କଲେ, ତାପରେ ସେମାନେ ଗଲେ ଆଣ୍ଟିସିପେଟରୀ ବେଲ୍ ପାଇଁ। କିନ୍ତୁ ଯିଏ ମୂଳ କଲପ୍ରିଟ୍, ବାହାରର ଯେଉଁ ପବ୍ଲିସର, ତାକୁ କେହି ଛୁଇଁଲେ ନାହିଁ। ମାନେ ତେଣୁ ପୁରା କଥା ହେଉଛି ଯେ ଏଥିରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଅଛି। କାରଣ ମନ୍ତ୍ରୀ ହିଁ ତ ଆଣିଥିଲେ ନା ମନୋଜ ପାଢ଼ୀଙ୍କୁ ସେଠିକି। ମନ୍ତ୍ରୀ ଆଣିଥିବେ କିମ୍ବା ମୁଖ୍ୟମନ୍ତ୍ରୀ ଆଣିଥିବେ, ଏବଂ ତାଙ୍କୁ ବଦଳି କଲା ପରେ ବି ସେଠି। ତେଣୁ ନିତ୍ୟାନନ୍ଦ ଗୌଡ଼ଙ୍କର ନୈତିକତା ଦୃଷ୍ଟିରୁ ଗୋଟିଏ ଦିନ ମନ୍ତ୍ରୀ ରହିବାର ଅଧିକାର ନାହିଁ। ଓଲଟି ତାଙ୍କୁ ଯେଉଁମାନେ ପ୍ରଶ୍ନ ପଚାରିଲେ ସେଇମାନଙ୍କୁ, ସେଇ ସାମ୍ବାଦିକମାନଙ୍କୁ ବରଂ ତାଙ୍କ ପଛରେ ଲାଗିଛନ୍ତି ବର୍ତ୍ତମାନ। ମୁଁ କହୁନାହିଁ ଯେ ସୁଧାଂଶୁ ଯେଉଁ ସାମ୍ବାଦିକତା କରୁଥିଲେ ସେଇଟା, ସେ ସାମ୍ବାଦିକତାରେ ଅନେକ ଗୁଡ଼ାଏ ଜିନିଷ ସହିତ ମୋର ସହମତି ନାହିଁ। ତାଙ୍କର ଭାଷା ସହିତ ତ ମୁଁ ବିଲକୁଲ ସହମତ ନୁହଁ। ସେ ଯେଉଁ ଭାଷାରେ ସାମ୍ବାଦିକତା କରନ୍ତି ଏବଂ ଯେଉଁ ଆପ୍ରୋଚ୍ ନେଇକି ସାମ୍ବାଦିକତା କରନ୍ତି ସେଇଟା ମୋତେ ଭଲ ଲାଗେ ନାହିଁ। କିନ୍ତୁ ସେ ଏମିତି କିଛି ଗୋଟେ କଥା କହିନାହାନ୍ତି ଯେ ଯେଉଁଥିପାଇଁ ଏବଂ ତାଙ୍କର ଅଫିସରେ ଆପଣ ତାଲା ପକାଇଦେବେ। ଏବଂ ଓଡ଼ିଶାର ଗୋଟେ ସାଧାରଣ ୟୁଟ୍ୟୁବ୍ ଚ୍ୟାନେଲର ଜଣେ ସାମ୍ବାଦିକଙ୍କ ପଛରେ ଓଡ଼ିଶାର 1 ନମ୍ବର ଟିଭି ଚ୍ୟାନେଲ କେତେଟା ଖବର କରୁଛି ଆପଣ ଦେଖିଲେ? ଆପଣ ମନ୍ତ୍ରୀ କେହି ଜଣେ ତ କହିବାର ଥିଲା। ଓଡ଼ିଶାର ଗଣମାଧ୍ୟମ ଏକାଉଣ୍ଟେବିଲିଟି ଦାବି କରୁଛି ପାଠ୍ୟପୁସ୍ତକ ସମ୍ପର୍କରେ। ଓଡ଼ିଶାର ଯେଉଁମାନେ ବଡ଼ ବଡ଼, ଆଚ୍ଛା, ଯେଉଁମାନେ ପୁଣି କହନ୍ତି ଆମେ ଆମେ ଓଡ଼ିଶା ବଞ୍ଚଉଛୁ, ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି। ଆରେ ଭାଷା ସାହିତ୍ୟ ସଂସ୍କୃତି ସବୁର ଆଧାର ହେଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥା ପାଠ୍ୟକ୍ରମ ଯେତେବେଳେ ଭୁଷୁଡ଼ି ଗଲା, ସେତେବେଳେ କେହି ଜଣେ କହିଲାନି ଯାଇକି ମନ୍ତ୍ରୀ ୟା ପାଇଁ ଏକାଉଣ୍ଟେବିଲିଟି ନିଅନ୍ତୁ। କାରଣ ବିଜେପି ସରକାର ଏକାଉଣ୍ଟେବିଲିଟି ନାହିଁ। ରଥଯାତ୍ରାରେ ଲୋକ ମରିବେ, ମନ୍ତ୍ରୀ ଏକାଉଣ୍ଟେବୁଲ୍ ନୁହନ୍ତି। ପାଠ୍ୟପୁସ୍ତକ ଭୁଲ ହେବ, ମନ୍ତ୍ରୀ ଏକାଉଣ୍ଟେବୁଲ୍ ନୁହନ୍ତି। ଗୋଟେ ଝିଅ ମନ୍ତ୍ରୀଙ୍କୁ ଜଣେଇକରି ଆତ୍ମଦାହ କଲା, ସେଥିପାଇଁ ମନ୍ତ୍ରୀ ଏକାଉଣ୍ଟେବୁଲ୍ ନୁହନ୍ତି। ତାହେଲେ କ'ଣ ପାଇଁ ତୁମେ ଅଛ? ତୁମର ଏକାଉଣ୍ଟେବିଲିଟି କ'ଣ ପାଇଁ? କେବଳ ବିରୋଧୀ ଦଳକୁ ଗାଳି କରିବା ପାଇଁ ତୁମେ ଅଛ ଏଠି? ହସ୍ପିଟାଲରେ ନିଆଁ ଲାଗିଲା, ହସ୍ପିଟାଲରେ ନିଆଁ ଲାଗିଛି, ମନ୍ତ୍ରୀ ଏଠି ଆସିକି ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ ପଛରେ ଗୋଡ଼ଉଛନ୍ତି ଦୋଖରୀ କହିକିରି। ଦୋଖରୀ, ଆଜ୍ଞା, ମନ୍ତ୍ରୀମାନେ ଦୋଖରୀ କହିଲେ ବିଧାନସଭା ଭିତରେ? ଆପଣ ଭାବନ୍ତୁ ଯେ ଆମେ ଗୋଟେ କେତେ କେଉଁ ସ୍ତରକୁ ଆସିଛେ ଯେ ଆମେ ଗୋଟେ ସିଭିଲ ସୋସାଇଟି ଭାବରେ ଆମର ପ୍ରତିକ୍ରିୟା କେଉଁଠି ନାହିଁ। ଯେ ବିଧାନସଭାର ଗୃହ ଭିତରେ ଜଣେ ମନ୍ତ୍ରୀ ଦୋଖରୀ କହିଲେ ଆମେ ସହିଗଲୁ।
ଗ୍ରହଣ କରିନେଲୁ ଏକାଉଣ୍ଟେବିଲିଟି ଫିକ୍ସଡ ହେଲା ନାହିଁ କେହି ଗୋଟେ ତାଗିଦା ବି କଲେ ନାହିଁ ବାଚସ୍ପତି ତାଗିଦା ବି କଲେ ନାହିଁ ତା ପୂର୍ବରୁ ରାଷ୍ଟ୍ରପତି କହିକି ଯାଇଥିଲେ ସଂଯମତା ରକ୍ଷା କରିବା ପାଇଁ। କି ଆପଣ କେମିତି କି ଭଳିଆ ସଂଯମତା ମନ୍ତ୍ରୀମାନଙ୍କର ଆଚରଣ ଦେଖିଲେ ଗୋଟେ ଗଣତାନ୍ତ୍ରିକ ଭାଷାରେ କଥାବାର୍ତ୍ତା କରିବା ଦରକାର କାରଣ ଆପଣ ଗୋଟେ ଗଣତାନ୍ତ୍ରିକ ସମ୍ବିଧାନର ଶପଥ ନେଇକରି ମନ୍ତ୍ରୀ ହେଇଛନ୍ତି କୌଣସି ପ୍ରକାର ଆଜ୍ଞା ଗଣତାନ୍ତ୍ରିକ ଆଚରଣ ନାହିଁ ଆମର ମନ୍ତ୍ରୀମାନଙ୍କର କଥାବାର୍ତ୍ତାରେ ମୁଁ ବୁଝିପାରୁଛି ଯେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କର କମ୍ପଲସନ୍ ଅଛି ଦଳୀୟ ମୁଖପାତ୍ର ମାନଙ୍କର କମ୍ପଲସନ୍ ଅଛି ବିଧାୟକ ଜଣେ କହିଦେଲେ ବି ଚଳିବ କିନ୍ତୁ ମନ୍ତ୍ରୀ ଆପଣ ପରେ ଗୋଟେ ସାମ୍ବିଧାନିକ ସୀମା ଭିତରେ ଅଛନ୍ତି ଏବଂ ଓଡ଼ିଶା ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଇପାରୁନାହିଁ ଅଦଳ ବଦଳ କରିବା ପାଇଁ ଯାହାଙ୍କର ଅଧିକାର ଅଛି ସେ ଅଧିକାରଟି ସେ ଦିଲ୍ଲୀରେ ବନ୍ଧା ପକାଇ ଦେଇକରି ଆସିଛନ୍ତି ତେଣୁ ବର୍ତ୍ତମାନ ନିତ୍ୟାନନ୍ଦ ଗୌଡ଼ଙ୍କର ଯେଉଁ ଇସ୍ତଫା ଦାବି କରାହେଉଛି ଏକଦମ ଜରୁରୀ ଜେନୁଇନ୍ ଦାବି ହେଲେ ଯାହାଙ୍କୁ ଆପଣ ଦାବି ଜଣାଇବେ ସେ ମନ୍ତ୍ରୀଙ୍କୁ ବିଦା କରିବାର ଅଧିକାର ତାଙ୍କ ପାଖରେ ନାହିଁ ଏ ନିଷ୍ପତ୍ତି ମଧ୍ୟ ଦିଲ୍ଲୀରୁ ନରେନ୍ଦ୍ର ମୋଦି ଅମିତ ଶାହା ନେବେ ତେଣୁ ଦାବିଟା ନବୀନ ବାବୁ ଏଠି ନ କରିକିରି ଦିଲ୍ଲୀରେ କଲେ ବେଟର ହେବ।